ସାର୍ ନମସ୍କାର। ଆପଣଙ୍କ ପରିଚୟ ଟିକେ ଦେବେ କି ସାର୍? ଆମ ବୁକିଂ କ'ଣ ଆଉ ଆପଣ କିଏ? ଆଉ ଆମ ବୁକିଂ ତ ଏବେ ଆମେ ସବୁ ଶୁଣୁଛୁ, ସୋସିଆଲ ମିଡ଼ିଆରେ ବି ଆମେ କିଛି ଜିନିଷ ଦେଖିଛୁ। ଆମ ବୁକିଂର ଆପଣଙ୍କ ପାଖରେ କିଛି ଗୋଟେ ଟେମ୍ପଲେଟ୍ ବି ଅଛି। ଆପଣଙ୍କ ପରିଚୟ ଦିଅନ୍ତୁ ଆଉ ଆପଣଙ୍କ ବିଷୟରେ କୁହନ୍ତୁ। ଆମ ବୁକିଂ କ'ଣ, ସଂସ୍ଥା କ'ଣ ସାର୍? ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ। ଆକ୍ଚୁଆଲି ମୁଁ ଆମ ବୁକିଂର ଡିରେକ୍ଟର, ଯୋଉଟା କି ମୋ ନାଁ କାହ୍ନୁଚରଣ ତ୍ରିପାଠୀ। ଆକ୍ଚୁଆଲି ଆମ ବୁକିଂ ଆମେ ଷ୍ଟାର୍ଟ କରୁଛୁ ଯୋଉମାନେ ନିଜର ସର୍ଭିସକୁ ସେଲ୍ କରୁଛନ୍ତି, ନିଜର ପ୍ରଡକ୍ଟକୁ ସେଲ୍ କରୁଛନ୍ତି, ତାଙ୍କୁ ଲୋକାଲ ଏରିଆରେ କେମିତି ସେମାନେ ଭଲ ସର୍ଭିସ ଦେଇପାରିବେ ଆଉ ଲୋକାଲ ଏରିଆରେ ସେମାନେ କେମିତି ଏଙ୍ଗେଜମେଣ୍ଟ ହେଇପାରିବେ, ଏଇଟା ହଉଛି ଆମର ପ୍ରଥମ ମୋଟୋ। ଆଉ ଏଇ ଆମର କ୍ୟାଟଲଗ ଅଛି ଯୋଉଥିରେ କି ଆମର ପୁରା ମେନସନ ହେଇଛି ଲୋକାଲ ଆପ ସାର୍, ଏଇଟା ଘରୋଇ ଆପ ହଁ ନା। ଏଥିରେ ଆମେ କଣ କରୁଛୁ ସାର୍, ଯିଏ ସେଲର ଅଛନ୍ତି, ଯିଏ ସର୍ଭିସ ପ୍ରୋଭାଇଡର ଅଛନ୍ତି, ତାଙ୍କର ସର୍ଭିସ କେମିତି ବେଟର ୱେ ହେଇପାରିବ ହଁ ନା, ଲୋକଙ୍କୁ କେମିତି ପସନ୍ଦ ଆସିବ, ସେ ମାଧ୍ୟମରେ ଆମେ ସାର୍ ଯେମିତି ଲୋକାଲ ବୁକିଂ ହଉ କିମ୍ବା ତାଙ୍କୁ କ୍ୟାଶବ୍ୟାକ୍ ଅଫର ହଉ, ଆଜିକା ଡେଟରେ ରେଫରେଣ୍ଡ ଅନ୍ ହଉ ହଁ ନା, ଏ ସବୁ ଯାକ ଆମେ ସାର୍ ସେ ଆପରେ ରଖିଛୁ। जो सेलर जॉइन ହେଲା ପରେ ସେ ତାଙ୍କ କଷ୍ଟମରକୁ ଏଙ୍ଗେଜମେଣ୍ଟ ପ୍ଲସ୍ ତାଙ୍କର ସର୍ଭିସ ବେଟର ୱେରେ ପ୍ରୋଭାଇଡ କରିପାରିବ। ଆଚ୍ଛା ମୋତେ କୁହନ୍ତୁ, ଏବେ ତ ମାର୍କେଟରେ ବହୁତ ସାରା ଅଲଗା ଅଲଗା ସଂସ୍ଥା ଅଛନ୍ତି ଯେଉଁମାନେ ସର୍ଭିସ ପ୍ରୋଭାଇଡର ମାନଙ୍କୁ କାମ ଦେଉଛନ୍ତି। ଆଜ୍ଞା, ଆମ ବୁକିଂ କେମିତି ଡିଫରେଣ୍ଟ ଅଛି? ଆମ ବୁକିଂ ଏଥିପାଇଁ ଡିଫରେଣ୍ଟ ଅଛି କି ଆମ ବୁକିଂରେ ଟ୍ରଷ୍ଟେଡ ସର୍ଭିସ ପ୍ରୋଭାଇଡର ରହୁଛନ୍ତି, ଠିକ ଅଛି। ତାପରେ ତାର କିଛି ବ୍ୟାକଗ୍ରାଉଣ୍ଡ ଚେକ୍ କରୁଛନ୍ତି ଆପଣ ଯେଉଁମାନେ ଆଜ୍ଞା ଜଏନ୍ ଆଜ୍ଞା ହେବେ? ଆଜ୍ଞା ତାଙ୍କର ପୁରା ବ୍ୟାକଗ୍ରାଉଣ୍ଡ ଚେକ୍ କରାଇଥାଉଛି। ଆଉ ତା ସହିତ ଆମର ଗୋଟେ ସଂସ୍ଥା ଅଛି ଯୋଉ ଟିଟି ଇନଫୋଟେକ୍, ସିଏ ତାଙ୍କ କ୍ଲାଏଣ୍ଟ ହେଇକି ଅଛନ୍ତି। ଆଉ ସେ କ୍ଲାଏଣ୍ଟ ତାଙ୍କ ପାଇଁ କାମ କରିକି 2 ରୁ 6 ବର୍ଷ ଯାଏ କଷ୍ଟମର ଅଛନ୍ତି। ସେଥିପାଇଁ ତାଙ୍କର ଟ୍ରଷ୍ଟେଡ ରହୁଛି, ତାଙ୍କ ସର୍ଭିସ ଉପରେ ତାଙ୍କର ବ୍ୟାକଗ୍ରାଉଣ୍ଡ ଭେରିଫିକେସନ ହଉଛି। ମାନେ ଆମ ବୁକିଂ ଏବେ ଗୋଟେ ନୂଆ ସଂସ୍ଥା ନୁହେଁ। ଆମ ବୁକିଂ କୁ ଟିଟି ଇନଫୋଟେକ୍ସ ପ୍ରାଇଭେଟ ଲିମିଟେଡ୍ ଯୋଉ ଆମର କମ୍ପାନୀ ଅଛି ଆଜ୍ଞା ସନ୍ତୋଷ ବିହାରରେ, ଆଜ୍ଞା ସେଇ କମ୍ପାନୀ ଏଟାକୁ ବନେଇଛି। ଦ୍ୟାଟ୍ ଆଜ୍ଞା ମିନ୍ସ କି ତାର ପ୍ରପର ଏକ୍ସପିରିଏନ୍ସ ସହିତ ଏଇଟା କାମ ଷ୍ଟାର୍ଟ ହେଇଛି। ଆଜ୍ଞା ଆଚ୍ଛା, ଏଥିରେ ଟିଟି ଇନଫୋଟେକ୍ସର ଯୋଉମାନେ ଟ୍ରଷ୍ଟେଡ କ୍ଲାଏଣ୍ଟ ଅଛନ୍ତି, ଆଜ୍ଞା ଯୋଉମାନେ ଅଲରେଡି ଭୁବନେଶ୍ୱରରେ ସର୍ଭିସ ଦଉଛନ୍ତି, ଆଜ୍ଞା ସେମାନେ ପ୍ରଥମେ ଆପଣ ବ୍ୟାକଗ୍ରାଉଣ୍ଡ ଭେରିଫିକେସନ ସହିତ ସେମାନେ ଏ ଯେ ଟ୍ରଷ୍ଟେବଲ ସର୍ଭିସ ପ୍ରୋଭାଇଡର ଅଛନ୍ତି। ଆଜ୍ଞା ତ କ'ଣ ଏଇଟା ଅଲ୍ ଓଭର ଭୁବନେଶ୍ୱର ପାଇଁ ଏଇଟା ଆପଣଙ୍କର କାମ ହଉଛି? ଆଜ୍ଞା ବର୍ତ୍ତମାନ ତ ଆମେ ଅଲ୍ ଓଭର ଭୁବନେଶ୍ୱର ପାଇଁ ଧରିଛୁ। ଧୀରେ ଧୀରେ ଯେମିତି ଆମର ସର୍ଭିସ ପ୍ରୋଭାଇଡର ବେଟର ୱେରେ ଆମର କଷ୍ଟମର ଅଛନ୍ତି, ଅଲ୍ ଓଭର ଇଣ୍ଡିଆରେ ଅଛନ୍ତି ସାର୍। ତ ଆମେ ଚାହୁଁଛୁ କି ଅଲ୍ ଓଭର ଓଡ଼ିଶାରେ ପୁରା ଆମେ କେମିତି ଦେଇପାରିବା, ସେଥିପାଇଁ ଆମେ ଗୋଟେ ବ୍ରାଞ୍ଚ ବି ଓପେନ କରୁଛୁ ବ୍ରହ୍ମପୁରରେ। ଆମ ନେଟିଭ ପ୍ଲସ୍ ଯୋଉଟା ବ୍ରହ୍ମପୁରରେ ଆମର ଗୋଟେ ବ୍ରାଞ୍ଚ ବି ଓପେନ ହେଇଛି। ସେ ଏରିଆରେ ସେଇଠି ଆମର କ୍ଲାଏଣ୍ଟସ ଅଛନ୍ତି, ତ ସେମାନଙ୍କ ପାଇଁ ସେଠି ରଖିଛୁ। ଭୁବନେଶ୍ୱର ପାଇଁ ଆମେ ଭୁବନେଶ୍ୱର ଲୋକାଲ ଯେତିକି ଆମର ସର୍ଭିସ ପ୍ରୋଭାଇଡର ଅଛନ୍ତି, ଯେମିତି ପେଷ୍ଟ କଣ୍ଟ୍ରୋଲରେ ଅନୁସାୟ ପେଷ୍ଟ କଣ୍ଟ୍ରୋଲ ହଉଛି ନା, ଅମରନାଥ ପେଷ୍ଟ କଣ୍ଟ୍ରୋଲ ହଉଛନ୍ତି, କଟକରେ ଅଛନ୍ତି ସେମାନେ। ଆଉ ଆମର ଏସି ସର୍ଭିସରେ ଓଡ଼ିଶା ଏସି ଅଛନ୍ତି। ଯେ ଲାଇକ୍ ସେଇଭଳିଆ ସର୍ଭିସ ଯୋଉମାନେ ପ୍ରୋଭାଇଡ କରୁଛନ୍ତି, ତାଙ୍କ ପାଇଁ ଆମେ ସାର୍ ଗୋଟେ ବେଟର ୱେ ଆଣିଛୁ, ଯୋଉଟା କି ଆମର ବହୁତ ଗୁଡେ କମ୍ପାନୀ ସହିତ ତାଙ୍କେ ଏଙ୍ଗେଜମେଣ୍ଟ ବି ଅଛନ୍ତି, କିନ୍ତୁ ତାଙ୍କର ସର୍ଭିସ ଦେଲା ପରେ ତାଙ୍କର କିଛି ଫଲୋଅପ୍ ନାହିଁ, କିନ୍ତୁ ପୁଣି ରିଟର୍ନ କଲ୍ ନାହିଁ, କଲ୍ସ ତାଙ୍କର ବୁକିଂ ରହୁଛି, ବହୁତ ଗୁଡାଏ ସେମାନେ କଷ୍ଟ କରିବାକୁ ପଡୁଛି ହେଲା। ଆଚ୍ଛା କୁହନ୍ତୁ, ଏଥିରେ ତ ଆମେ ଦେଖିପାରୁଛୁ କି ଡକ୍ଟରଠୁ ଧରିକି ପ୍ଲମ୍ବର, ଇଲେକ୍ଟ୍ରିସିଆନ, ବିୟୁଟି ପାର୍ଲର, ଆପଣଙ୍କର ପେଷ୍ଟ କଣ୍ଟ୍ରୋଲ ବି ରହିଲେ, ଏଥିରେ ଲୋକାଲ ସର୍ଭିସ, ମାନେ ସବୁ ଜିନିଷ ଆପଣ ଏଥିରେ କଭର କରୁଛନ୍ତି ଆଜ୍ଞା। ହେଲା। ତ ମୋତେ କୁହନ୍ତୁ, ଗୋଟେ ସେଲର ହିସାବରେ ଯଦି ମୁଁ ଯୋଡ଼ି ହେବି ଏଥିରେ ହେଲା, ଆଜ୍ଞା ତ ଏଥିରେ କୌଣସି ଚାର୍ଜ ଅଛି କି? ଆଜ୍ଞା ଦେଖନ୍ତୁ, ଆମେ ଗୋଟେ ଲାଇକ୍ ଆମେ ଆପଣ ଯଦି ଯୋଡ଼ି ହେବେ, ଏଥିରେ ଚାର୍ଜ ତ କିଛି ନାହିଁ ସାର୍। ଦ୍ୟାଟ୍ ମିନ୍ସ କି ଆପଣ ଏଠି ଫ୍ରି ଅଫ୍ କଷ୍ଟ, ମାନେ ଅନବୋର୍ଡିଂ ଅଛି, ମାନେ କିଏ ବି ଜଏନ୍ ଏଥିରେ ହେଇପାରିବେ। ଆଜ୍ଞା ଆଚ୍ଛା, ଆଉ ମୋତେ କୁହନ୍ତୁ କି ଯେତେବେଳେ ଜଣେ ସର୍ଭିସ ପକେଇବେ ହେଲା, ତ କୋଉଭଳି ଭାବରେ ଆମେ କଷ୍ଟମର ଯେଉଁମାନେ ତାଙ୍କର କଷ୍ଟମର ବୁକିଂ ପାଇଁ ଆମେ ଆଣିବା ହେଲା, ତ କ'ଣ କ'ଣ ଫେସିଲିଟି ପାଇପାରିବେ, ମାନେ ଗୋଟେ ସର୍ଭିସରେ କ'ଣ କ'ଣ ଅପସନ୍ସ ରହିବ ଯାହାଫଳରେ କି କଷ୍ଟମର ତାଙ୍କର ବେନିଫିଟ୍ ଉଠେଇ ପାରିବେ? ଏଥିରେ କ'ଣ କ'ଣ ଫାଇଦା ଅଛି? ଆଜ୍ଞା ହଁ, ମୁଁ ଏଥିରେ ଆମର କ୍ୟାଟଲଗ ମାଧ୍ୟମରେ ବି ମୁଁ ଆପଣଙ୍କୁ ଦେଖେଇବାକୁ ଚାହୁଁଛି। ଯେମିତି ସର୍ଭିସ ଲିଷ୍ଟିଂ କରୁଛନ୍ତି, ଠିକ ଅଛି, ସେ ପ୍ରୋଡକ୍ଟ ଲିଷ୍ଟିଂ କରିପାରିବେ, ଆପଣ ଦେଖିପାରିବେ ଏ ସବୁ ଯାକ ବେନିଫିଟ ଯେତିକି ଅଛି ହେଲା। ଯେମିତି ଆମର ଆମ ବୁକିଂରେ ସର୍ଭିସ ସପୋର୍ଟ ମିଳିବ,
ଇନଷ୍ଟାଣ୍ଟ ସପୋର୍ଟ ବୁକିଂ ରହିବ, ୱାଲେଟ୍ ସିଷ୍ଟମ ରହିବ, ଆଉ 20% ଯୋଉ କୁପନ କୋଡ ରହୁଛି ମେମ୍ବରସିପ ଆଣ୍ଡ କୁପନ କୋଡ ସେ ଫେସିଲିଟି ରହୁଛି। ସର୍ଭିସ ପ୍ରୋଭାଇଡର ଯିଏ କରିକି ଆସୁଛି ତାଙ୍କର ରେଟିଂ ଆଉ ରିଭ୍ୟୁ ପାଇଁ ଆମେ ଧ୍ୟାନ ଦଉଛୁ ଆଜ୍ଞା, ଯେମିତିକି ସିଏ ନେକ୍ସଟ ଟାଇମ ସିଏ ବି ଯାଇକି ସେଠୁ ସେ ରିଭ୍ୟୁ ବି କଲେକ୍ଟ କରିବ, ତାର ସର୍ଭିସକୁ ବେଟର ୱେ କରିବାକୁ ଆଉ କଷ୍ଟମରକୁ ଆମେ ସାଟିସ୍ଫାଇ କରିବା ପାଇଁ ପୁରା ଆମେ ଚେଷ୍ଟା କରୁଛୁ। ସେଥିରେ କ'ଣ ବେନିଫିଟ ହଉଛି, ସେଲର ତାଙ୍କର ଆମର ଗୁଣବତ୍ତା ବଢୁଛି କହିବାକୁ ଗଲେ। ତ ସେ ସବୁ ଯାହା ଫେସିଲିଟି ସହିତ ଆମେ ସିକ୍ୟୁର ଗୋଟେ ତାଙ୍କ ଡାଟାବେସ୍ ବି ସିକ୍ୟୁର ରଖୁଛୁ କି କାହାକୁ ଲିକ୍ କରିବାର ନାହିଁ। ପୁଣି ଆମେ ରଖିଛୁ ଗୋଟେ ରିଏଲ ଟାଇମ ଆଭେଲେବିଲିଟି, ଯେତେବେଳେ ସେ ଫୋନ କରୁଛି ଯେତେବେଳେ ବି ସେ ବୁକିଂ କରୁଛି ଆମେ ଆମ ତରଫରୁ ତାଙ୍କୁ ଗୋଟେ ନୋଟିଫିକେସନ ଯାଉଛି ଯିବ କି ସିଏ 24 ଘଣ୍ଟା ଭିତରେ ତ ଆପଣଙ୍କୁ ଉତ୍ତର ମିଳିଯିବ है ना। ତ ଏ ଫେସିଲିଟି ସବୁ ଯାକୁ ନେଇକି ଆମ ବୁକିଂ ସାର୍ ଆସିଛି ମାର୍କେଟକୁ। ଆଚ୍ଛା, ଏଥିରେ କଷ୍ଟମର ପାଇଁ କ'ଣ ଫାଇଦା ଅଛି? ମାନେ ଏମିତି ଦେଖିପାରୁଥିଲୁ, ଯଦି ଆପଣ ଦେଖେଇବେ ଆଜ୍ଞା ଯଦି ଏଇଟା ଓପେନ୍ ଟିକେ କରିବେ। ଆଜ୍ଞା ଆଚ୍ଛା, ଏପଟ ସାଇଡ୍ ଅଛି ଆମର ଦେଖିପାରୁଛେ ମେମ୍ବରସିପ୍ ଅଛି, ଗିଫ୍ଟ କାର୍ଡ ଅଛି, କ୍ୟାଶବ୍ୟାକ୍ ଅଛି, କୁପନ୍ ଅଛି। ଆ ବିଷୟରେ କୁହନ୍ତୁ କି ମାନେ ଗୋଟେ ସର୍ଭିସ ପ୍ରୋଭାଇଡର ଯଦି ଜଣେ ଆସିବ ତାହେଲେ ସିଏ ଯୋଉ ଲିଷ୍ଟିଂ କରିବେ ସର୍ଭିସ, କଷ୍ଟମର ପାଇଁ କ'ଣ କ'ଣ ଫାଇଦା ଅଛି? ମାନେ କୋଉଟାକୁ ଧରି କଷ୍ଟମର ମାନେ ତାକୁ ବୁକିଂ କରିବା ପାଇଁ ବାଛିବେ? ଆଜ୍ଞା, ଏଥିରେ ମୁଁ ଦି ପଦ କହିବାକୁ ଚାହୁଁଛି। ଯୋଉ ଆମର ଯେତେବେଳେ କଷ୍ଟମର ଆସୁଛନ୍ତି ନା ସିଏ ସବୁବେଳେ ଭାବୁଛନ୍ତି ମତେ କୋଉଠି କେମିତି ବେନିଫିଟ ରହିବ, ସି କିମ୍ବା ସର୍ଭିସରେ ହଉ କିମ୍ବା କ୍ୟାସରେ ହଉ। ତ ସେଲର କ'ଣ ଭାବୁଛନ୍ତି କି ଆରେ ମୁଁ ଯଦି ମୁଁ କେମିତି କଷ୍ଟମରକୁ ମୋର ଏଙ୍ଗେଜମେଣ୍ଟ ଆଉ ମୁଁ କେମିତି ତାଙ୍କୁ ବେଟର ସର୍ଭିସ ନେକ୍ସଟ ଟାଇମ ଦେବାକୁ ଚେଷ୍ଟା କରିବି, ୱାନ୍ ଟାଇମ ନୁହଁ, ସିଏ ମୋର ଠୁ ସବୁବେଳେ ସର୍ଭିସ ନବ। ତ ଏଥିପାଇଁ ଆମେ କ'ଣ ରଖିଛୁ, ଯେମିତି କୁପନ କୋଡ ହଉ, ମେମ୍ବରସିପ ହଉ है ना, ତାଙ୍କୁ କିଛି କ୍ୟାଶବ୍ୟାକ୍ ହଉ, ସର୍ଭିସରେ ଯଦି ସିଏ ଧରିନିଅନ୍ତୁ ଗୋଟେ ଏକ୍ସାମ୍ପଲ ଦଉଛି 5 ଟଙ୍କା କରୁଛନ୍ତି, ଗୋଟେ 5 ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିବ, ସେ ରିଡିମ୍ କରିବେ ତାଙ୍କ ସର୍ଭିସରେ ହିଁ ରିଡିମ୍ କରିପାରିବେ। ତ ଏ ପୁରା ଆମେ କଷ୍ଟମରଠୁ ନେଇକି ଆମର ଭେଣ୍ଡର ଯୋଉ ସେଲର ଯିଏ ଅଛନ୍ତି, ଯିଏ ସର୍ଭିସ ପ୍ରୋଭାଇଡର ଅଛନ୍ତି, ତାଙ୍କର ବେନିଫିଟ କେମିତି ଦି ଜଣ ଯାକର ବେନିଫିଟ ହବ ଏଥିରେ ସେ ଫେସିଲିଟି ଆମେ ପ୍ରୋଭାଇଡ କରୁଛୁ। ବହୁତ ବଢିଆ। ତାହେଲେ ଏଇ ସଂସ୍ଥା ଆପଣଙ୍କର ମାନେ ଏଇ ସବୁ ଯୋଉ ସର୍ଭିସ ଦଉଛି है ना, यार ମାନେ ଆପଣଙ୍କର ତରଫରୁ ବି ଆମ ବୁକିଂର ନିଜର ସର୍ଭିସ ଷ୍ଟାଫ ବି ଏଥିରେ ଏଙ୍ଗେଜ ରହିବେ କଷ୍ଟମରର କ୍ୱାଲିଟି ଚେକିଂ ପାଇଁ, କାମ ଠିକ ସେ ହଉଛି ନା ନାହିଁ। ଆଉ ଏଥିରେ ସେଲରକୁ ବି ହେଲ୍ପ ହବ କି ଆପଣ ସେଲରଙ୍କ ତରଫରୁ ବି କଷ୍ଟମରକୁ ଫଲୋ ଅପ୍ସ କଲ୍ କରିବେ ଆଉ ତାଙ୍କର କ୍ୱାଲିଟିର ଗୁଣବତ୍ତା ବଢାଇବା ପାଇଁ ଚେଷ୍ଟା କରିବେ। ତ ଏଇଟା ଆମେ କେମିତି କ'ଣ ଇନଷ୍ଟଲ କରିପାରିବା? ଆଜ୍ଞା, ଆପଣ ପ୍ଲେ ଷ୍ଟୋରକୁ ଯିବେ, ଆମର ପ୍ଲେ ଷ୍ଟୋରରେ ଆପ୍ ବି ଅଛି ଆଉ ୱେବସାଇଟ କୁ ଅଛି amoBooking.com है ना। ତ ଆପଣ ସେଇଟାକୁ ଯାଇକି ଆମ ବୁକିଂ ଜଷ୍ଟ ସର୍ଚ୍ଚ କରିବେ। ଆପଣ ଆମର ଏଇ ଲୋଗୋ ହିସାବରେ ଆପଣ ଦେଖିପାରିବେ, ଯେମିତି ଆମର ଏଠି ଲୋଗୋ ଅଛି, ବର୍ତ୍ତମାନ ମୁଁ ଆପଣଙ୍କୁ ଦେଖିବାକୁ ଚାହୁଁଛି, ଏଇ ଲୋଗୋ ଆପଣଙ୍କୁ ଦେଖାଯିବ। ଏଇ ଲୋଗୋଟା ଡାଉନଲୋଡ କରିବେ, ଆପଣ ସେଲର ଯଦି ଅଛନ୍ତି ସେଲରରେ ଇଏ କରିବେ, ରେଜିଷ୍ଟ୍ରେସନ କରିବେ, କିମ୍ବା କଷ୍ଟମର ଅଛନ୍ତି କଷ୍ଟମରକୁ ଯାଇକି ଆପଣ ସର୍ଭିସ ବୁକ୍ କରିପାରିବେ। ଠିକ ଅଛି କାହ୍ନୁ ସାର୍, ଧନ୍ୟବାଦ। ଆଉ ଆମେ ବହୁତ ସାରା ବେଷ୍ଟ ବିଶେଷ ଜଣାଉଛୁ ଆମ ବୁକିଂର ସକ୍ସେସ୍ ପାଇଁ। ଥ୍ୟାଙ୍କ ୟୁ ସୋ ମଚ୍। ଥ୍ୟାଙ୍କ ୟୁ ସାର୍।